ଏକ ସୁନ୍ଦର ରାଜ୍ୟରେ ବୀରେନ୍ଦ୍ର ନାମର ଗୋଟେ ରାଜା ରହୁଥିଲେ। ସେ ଖୁବ୍ ଦୟାଳୁ ଓ ପ୍ରଜାପ୍ରେମୀ ଥିଲେ। ତାଙ୍କ ରାଜ୍ୟରେ ସବୁ ଲୋକ ଖୁସିରେ ରହୁଥିଲେ। ଆମର ରାଜା ବହୁତ ଭଲ। ସେ ସବୁବେଳେ ଆମର ସାହାଯ୍ୟ କରନ୍ତି। ମୋର ପ୍ରଜା ଖୁସି ରହିଲେ ମୋର ଜୀବନ ସଫଳ। ମହାରାଜ, ସବୁ କିଛି ଭଲ ଚାଲୁଛି। ମୁଁ ନିଜେ ଯାଇ ପ୍ରଜାଙ୍କ ଅବସ୍ଥା ଦେଖିବି। ସେହି ରାଜ୍ୟର ଏକ ଗାଁରେ ରଘୁ ନାମର ଗୋଟେ ଗରିବ ଚାଷୀ ଥିଲେ। ହେ ଭଗବାନ, ମୋ ଫସଲ ଶୁଖି ଯାଉଛି। ମୁଁ କ'ଣ କରିବି? ଆମେ ଖାଇବାକୁ ମଧ୍ୟ ନାହିଁ। ରାଜା ସାଧାରଣ ଲୋକ ଭେଷରେ ଗାଁକୁ ଗଲେ। ମୁଁ ଦେଖିବି ମୋର ପ୍ରଜା କେମିତି ରହୁଛନ୍ତି। ଭାଇ, ତୁମେ କାହିଁକି ଦୁଃଖୀ? ମୋ ଫସଲ ଶୁଖି ଯାଇଛି। ଆମେ ଖାଇବାକୁ କିଛି ନାହିଁ। ତୁମେ କେବେ ରାଜାଙ୍କୁ କହିଛ? ନାହିଁ, ଆମେ ଗରିବ, କେମିତି ଯିବୁ? ରଘୁଙ୍କ ପାଖରେ ଖାଇବା ନଥିଲେ ମଧ୍ୟ ସେ ଅତିଥିକୁ ଖାଇବା ଦେଲେ। ଏହା ଥୋଡ଼ା ଖାଦ୍ୟ, ଆପଣ ଖାଆନ୍ତୁ। ତୁମେ ନିଜେ ଭୋକା, ତଥାପି ମୋତେ ଦେଉଛ। ଅତିଥି ଦେବତା ସମାନ। ରଘୁଙ୍କ ଦୟା ଦେଖି ରାଜା ଖୁସି ହେଲେ। ଏମିତି ଲୋକ ମୋର ରାଜ୍ୟର ଗର୍ବ। ସେଇ ଗାଁର ରଘୁକୁ ଏଠାକୁ ଆଣ। ଜି ମହାରାଜ।
ମହାରାଜ ମୁଁ କିଛି ଭୁଲ କରିଛି କି? ନାହିଁ, ତୁମେ ବହୁତ ଭଲ ଲୋକ। ତୁମ ଦୟା ପାଇଁ ମୁଁ ତୁମକୁ ଜମି ଓ ଧନ ଦେଉଛି। ଧନ୍ୟବାଦ ମହାରାଜ। ଏହି କାହାଣୀ ଆମକୁ ଶିଖାଏ ଦୟା ଓ ସତ୍ୟ କେବେ ବ୍ୟର୍ଥ ଯାଏ ନାହିଁ।